ଉତ୍ତିପାତ ଆରେ ତ ଉତ୍ତିପାତ ଆସୁ ଆସୁ ତ ଉତ୍ତିପାତ ହେଲା। ଏଇ ପିଲାଟା ଦେଖ ଚୁଟି କୋଉଠି ସାଇଜ କରୁଛି। ଯୋଉଟେ ମ୍ୟାମ୍ ମାନେ ଫିଙ୍ଗର ପ୍ରିଣ୍ଟ ଦିଅନ୍ତି ସେଇଠି ଯାଇକି ଜୟ ଜଗନ୍ନାଥ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆଶା ହେଉଛି ଆପଣମାନେ ବହୁତ ଭଲ ଥିବେ। ମୋର ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ ଆପଣଙ୍କୁ ସକାଳୁ ଜଣାଉଛି। ବର୍ତ୍ତମାନ ତ ଆପଣ ଭାବୁଥିବେ ଗୁଡ୍ ମର୍ଣ୍ଣିଂ କ'ଣ କଲେ, ସକାଳ ତ ରାତି ହେଇଛି। ବର୍ତ୍ତମାନ ଆମର ଟାଇମ୍ ବାଜିଲାଣି 4ଟା। ତ ଆଜି ବହୁତ ଦିନ ପରେ ଆଜି ବାବୁର ପୂଜା ଆଉଛନ୍ତି ଘରକୁ। ବହୁତ ଦିନ ପରେ, ଯାହାହେଲେ 15-20 ଦିନ ପରେ। ମୋତେ ତ ସେଇଟା ବହୁତ ଦିନ ଲାଗେ ଆଉ ଚାଲ ଯିବା। ଯେହେତୁ ପିଙ୍କି ଦିଦିର ଆଗକୁ ବାହାଘର ଅଛି, ସେ ନିର୍ବନ୍ଧ ପାଇଁ ଯାଇଥିଲେ ଗାଁକୁ। ଏବେ ଆସିକି 10-12 ଦିନ ରହିବେ, ପୁଣି ଆଉଥରେ ଗାଁକୁ ପଳେଇବେ। ଆଉ ସେଟା ବି ଆସିବାର ପ୍ଲାନ୍ ଥିଲା। ଆମର ଜଣେ ମଉସା ଏକ୍ସପାୟାର କରିଗଲେ 2 ଦିନ ତଳେ, ତ ତାଙ୍କର କାମ ପାଇଁ ଦରକାର, ସେଥିପାଇଁ ସେ ଆସିଲା। ପୁଣି 10 ଦିନ ରହିକି ପଳେଇବ ଆଉ। ଦେଖିବା ସେ କେଉଁ ବସରେ ଆଉଛି, କ'ଣ କରୁଛି। ଆଉ ତା ସହିତ ପିଙ୍କି ଦିଦି ଆଉ ମୋ ସାନ ଶାଳୀ ବି ଆଇଛି। ସେମାନେ ତ ପାରାଦ୍ୱୀପ ପଳେଇବେ। ଏଇଠୁ ମୁଁ ଆକୁ ଏଇଠୁ ଭୁବନେଶ୍ୱର ନେଇଯିବି, ସେ ତାଙ୍କର ପାରାଦ୍ୱୀପ ଯିବେ। ସେ ପାରାଦ୍ୱୀପରୁ ତୋରାଣି ହେଇକି ପୁଣି ଆମ ଘରକୁ ଆସିବେ ଆଉ। ଶୁକ୍ରବାର ଶନିବାରକୁ ଆସିବେ ଆଉ। ଚାଲନ୍ତୁ ଭିତରକୁ ଦେଖିବା ଆମ ବସ୍ ଲାଗିଲାଣି ନା ନାହିଁ, ଗଲା ପରେ ଜଣାପଡ଼ିବ ଆମକୁ। ଆମର ଏଇ ବସ୍ ପଳେଇଲେ ପୂଜାର ଆର ଏଇଟା ଗୋଟେ ଲାଗି ଚକଟଟା, ଏଇଟା ଗୋଟେ ଚକଟଟା, ସବୁ ବନ୍ଧୁଟାଙ୍କୁ ରହିଛି। ଗାଡ଼ି ଖାଲି ନେଇଗଲି, ସେଇଠୁ ଗାଡ଼ି ଗୋଟେ ଛିଡ଼ା ହେଇଯିବ ଆଉ। ଆମର ସବୁ ଲୋକ ବାହାରି ପଡ଼ିଲେଣି, ଆମ ହିରୋଇନ୍ ମାନେ କ'ଣ ଦେଖାଯାଉନି। ଗୋଟେ ପଛରେ ବଇଛନ୍ତି ପୁରା ଲାଷ୍ଟରେ ଲାଗିଲା ସେ ଭୁବନେଶ୍ୱରରେ। ଯେଉଁ ବସ୍ ଲାଗିଥିଲା ଏଇଟା ବାହାର କଲା, ତାଙ୍କର ଟାଇମ୍ ହେଇଗଲା। ସବୁ ବସ୍ ଆସୁଛି ଏଇଠି ଖାଲି ହେଇଗଲା ପରେ ପଛପଟେ ଗୋଟେ ପଡ଼ିଆ ଅଛି, ପଡ଼ିଆ ଯାଇକି ଛିଡ଼ା ହେବ, ପୁଣି ଟାଇମ୍ ହେଲେ ଏଇଠିକି ଆସିବେ ଆଉ। ଏମିତି ଅଛି ଆମର ସିଷ୍ଟମ୍। ଆମର ତ ହିରୋଇନ୍ ମାନେ ବାହାରି ନାହାନ୍ତି ବୋଲି ବାହାରିବା ପାଇଁ ଟାଇମ୍ ଲାଗୁଛି। ବସ୍ ଗୁଡ଼ା ହିରୋଇନ୍ କୁଆଡ଼େ ଗଲେ ଚାଲ ଦେଖିବା। ଫାଇନାଲି ଆମେ ଏମାନେ ଆସି ପହଞ୍ଚିଗଲେ। ବେବି ଶୋଇଥିଲୁ, ବେବି ଶୋଇଥିଲୁ। ଆଉ ଭାଇ ତ ଉଠିକି ତାର ସବୁ ଗାଡ଼ି ଦେଖୁଛି ଆଉ। ତା ଗାଡ଼ି ଥିଲେ ସେ ଶୋଇଲା, ଟେନସନ୍ ନାହିଁ। ଆଉ ଆଗରେ ଆମର ଯାଉଛନ୍ତି ଦୀପାର ଗେଲି ଆଉ ଦୀପା। ପଛପଟେ ଖୋଲିଛି, ତା ପଛପଟେ ପିଙ୍କି ଦିଦି। ପ୍ରଥମେ ମାନେ ତ ଏଇଠୁ ପାରାଦ୍ୱୀପ ପଳେଇବେ, ଭୁବନେଶ୍ୱରରୁ ଏଇଠୁ ପଳେଇବ, ଆମେ ଘରକୁ ପଳେଇବେ, ମାନେ ଏଇଠୁ ପାରାଦ୍ୱୀପ ପଳେଇବେ ଆଉ। ତାଙ୍କ ବସ୍ ଅଛି 7ଟା ବେଳକୁ। ଏମାନେ 3 ଘଣ୍ଟା ଏଇଠୁ ୱେଟ୍ କରିବେ, ତାପରେ ଟାଇମ୍ ହେଲେ ବାହାରିବେ। ସାଙ୍ଗମାନେ ବର୍ତ୍ତମାନ ଦୀପାକୁ ଆଉ ପିଙ୍କି ଦିଦି ତ ଛାଡ଼ିଦେଲୁ ବରମୁଣ୍ଡା ବସଷ୍ଟାଣ୍ଡରେ। ଆଉ ଆମେ ବର୍ତ୍ତମାନ ଚାଲୁ ଆମ ଘରକୁ ଆଉ। ମା' ପୁଅ ଏଇଠି ହଲି ହଲି ଯାଉଛନ୍ତି। ଆମେ ଯିବା, ଘରେ ଦେଖା ହେବ, ତାପରେ ଯାଇକି ଘରେ ଦେଖା ହେବ। ସାଙ୍ଗମାନେ ବର୍ତ୍ତମାନ ଆମେ ବରମୁଣ୍ଡାରୁ ପୂଜାକୁ ବାବୁକୁ ନେଇ ପଳେଇଲୁ। ବର୍ତ୍ତମାନ ଆମର ଷ୍ଟାର୍ଟ ହେଇଗଲା ସକାଳୁ ସ୍କୁଲ୍ ଡ୍ୟୁଟି। ଆଜି ତ ଆସିକି ଶୋଇପଡ଼ିଥିଲି ଘଣ୍ଟାଟେ, 4ଟା 4:30 5:30। ଆରେ ବ୍ର ଟାଇମ୍ର କଥା। ଆଉ ଚାଲ ବାହାରିବା, ସବୁ ଜାଗା ଗାଡ଼ି ତ ଛିଡ଼ା ହେଇଛି। ଆମେ ବର୍ତ୍ତମାନ ଏଇନା ବାହାରିବ ଆଉ। ନା ଚାଲ ଟାଟା ବାଏ ବାଏ। 7ଟା ହେଲେ ଦେଖା ହେବ। ତାହେଲେ ଆମେ ଯିବା ବି, ଗାଡ଼ି ବାହାର କରିବା ଆଉ। ତା ଗାଡ଼ି ବାହାରିଲା, ଆମ ଗାଡ଼ି ମର୍ଣ୍ଣିଂ ଆଣିକି ସ୍କୁଲରେ ଛାଡ଼ିଦେଲୁ। ଆଉ ଯେହେତୁ ଆଗକୁ ଫଙ୍କସନ୍ ଅଛି, ତ ସେଥିପାଇଁ ପଛପଟେ ଦେଖିପାରୁଥିବେ ଷ୍ଟେଜ୍ ଉପରେ ଡ୍ୟାନ୍ସ ଶିଖାଉଛି। ସେଥିପାଇଁ ଆଙ୍କର ମର୍ଣ୍ଣିଂ କ୍ଲାସ୍ ହେଲେ ଡେ ସିଫ୍ଟ ବାଲାଙ୍କର ଛୁଟି, ଡେ ସିଫ୍ଟ ଦିନ ହେଲେ ଆଙ୍କର ଦିନେ ଛୁଟି, ଦିନେ ସେଇଟା ଦିନେ ହେଉଛି। କାହିଁକିନା ଆମର ଇଏ ଅଛି ନା, ଆମର ଡ୍ୟାନ୍ସର, ସେ ତ ଆଟ୍ ଏ ଟାଇମ୍ ସବୁ ପିଲାଙ୍କୁ ଶିଖେଇ ପାରିବେନି। ସେଇ ଉପରେ ଧ୍ୟାନ ଦେଇକି ଏମିତି କରାଯାଇଛି ଆଉ, ରୋଟେସନ୍ ଆଉ ଏବେ ତ ଆମର ହେଉଛି କାମ ନାହିଁ, କାମ ଯାଇକି 11ଟା ବେଳକୁ ଅଛି। ତାହେଲେ ଟିକେ ଘରକୁ ଯିବା। ପୂଜା ବାବୁ ପଳେଇଯାଇଛନ୍ତି, ଘରକୁ ଯିବା ଆଉ। ସକାଳ ବେଳକୁ ବାବୁ ବସିକି ତାପରେ ଖେଳ ଚାଲିଛି ଆଉ। ବାବୁ ଖେଳ ଚାଲିଛି। ଆମ ହିରୋଇନ୍ଟା ସେଇଠି ବସିଛନ୍ତି ଆଉ।
ତା ନିଦ ଛାଡୁନି ରାତି ବସ ବସ ଯାଇଛି ନିଦ ଛାଡୁନି ତାକୁ। କ'ଣ ସାଙ୍ଗମାନେ ଯେହେତୁ ପୂଜା ବାବୁ ଘରକୁ ପଳେଇଛନ୍ତି ତ ମୁଁ ଘରକୁ ଆଜି ଆଇଲି। ମୁଁ କହିଲି ବହୁତ ଦିନ ପରେ ଆଜି ଇପି ଖାଇଦେବା କାହିଁକିନା ପୂଜା ଇପି କଲେ ତ ବହୁତ ଭଲ ଲାଗେ ସେଥିପାଇଁ ଇପି କରାହେଇଗଲା। ଆମେ ଇପି ପଳେଇଯାଇଛି ବାବୁକୁ ପଠେଇଲି ମୁଁ ଯା ଆଉ ଗୋଟେ ଚାମଚ ନେଇ ଆସିବୁ ଏଇଟା ମୁଁ ରାତି ପଳେଇଛି। ଆଜି କ'ଣ ମାଗିଲୁ ଚାମୁଚି ମୁଁ ତାକୁ କହିଲି ଯା ଚାମୁଚ ନେଇକି ଆସିବୁ ଯାଇକି ସେଠି କହୁଛି ନାନୀ ଦିଅ। ହଁ କ'ଣ କହୁଛୁ ଚल ଯିବା ଖାଇବା ଖାଇକି ସ୍କୁଲ ଯିବା। ଛୁଟି କେଉଁଠି ଗୋଟେ ମ୍ୟାମ୍ ମାନେ ଫିଙ୍ଗର ପ୍ରିଣ୍ଟ ଦିଅନ୍ତି ସେଇଠି ଯାଇକି ଆମର ଛୁଟି ସାଇଟ୍ ଆଜି ବର୍ତ୍ତମାନ ପପନ ସାର୍ ହେଇଯାଇଛନ୍ତି। ଅଙ୍କଲକୁ ଫୋନ୍ କରିବି ସବୁ ଗାଡ଼ିରେ ଇଞ୍ଜିନ ଅଏଲ୍ ଅଙ୍କଲ ଆଣି ପକା କାଲି ପଇସା ନେବ ଗାଡ଼ି। ମୁଁ ଇଗର କେତେ କିଲୋମିଟର ଗଡ଼ିଛି ଦେଖି ଦେଉଛି ହେଲା ତାପରେ ହିସାବ କଥା କେତେ କିଲୋମିଟର ଗଲା ଯେଉଁ ଗାଡ଼ି ଲେଖା ଦେଇ ଚାଲିଛି କେଉଁ ଗାଡ଼ିରେ ଇଞ୍ଜିନ ଅଏଲ୍ କ'ଣ କ'ଣ ଅଛି ରାଜ୍ୟ ଯେହେତୁ କିଛି କାମ ନାହିଁ ବସିଛୁ ଆମର ହିସାବ ଚାଲିଛି ଆଉ। ଇଏଟା ଆମର ମ୍ୟାନେଜର ଇଏଟା ଆମର ମ୍ୟାନେଜର ବାବୁ ଆପଣ ଜାଣିଥିବେ ଯେହେତୁ ଆଜି କିଛି କାମ ନାହିଁ ଚାଲିଛି ଗାଡ଼ି ବିଷୟରେ କେବେ ଇଞ୍ଜିନ ଅଏଲ୍ ପଡ଼ିଥିଲା କ'ଣ ପଡ଼ିଲା ନା ବର୍ତ୍ତମାନ ଯେ ଆମ ଗାଡ଼ି ଇଞ୍ଜିନ ଅଏଲ୍ଟା ଚେକ୍ କରିଦେବା। ଏଇ ଗାଡ଼ି ଚେକ୍ ହେଲା ଏବେ ଆମ ଗାଡ଼ିଟା ଯିବା ବର୍ତ୍ତମାନ ମୋ ଗାଡ଼ି ଖୋଲିବା ଇଞ୍ଜିନ ଅଏଲ୍ଟା ଚେକ୍ କରିବା କେତେ ବାଟେ କ'ଣ ହେଇଛି। ଆଇଫୋନ୍ଟା ନେଇଯିବୁ ସାନ୍ବି ପିଲା ସବୁ ଗାଡ଼ି ଭିତରେ ବସି ପଡ଼ୁଛନ୍ତି ଆଉ ପିଲାମାନେ ଗରମ ହେଉଛି ଗରମ ହେଉଛି ନା ଶୀତ ଲାଗୁଛି ଗାଡ଼ି ଭିତରେ चलो चलो गाड़ी हाँ आंचन जाओ टाटा बर्तमान मो गाड़ी पे बहुत आंटी सब पड़े ना कि आसे बर्तमान बही पपन आला घर पड़ो ना भर ड्यूटी ना ड्यूटी सरला पड़ो आ बर्तमान आम विवेकानंद ऑफिस था बर्तमान ऑफिस ऊपर सिफ्ट हो आम साइड बर्तमान आम बही मैनेजर बाबू फोन व्यस्त अच्छे पपन वेट पपन आइला बाहर पड़ेगा सांग मैंने बर्तमान तो स्कूल घर को पलैलु से गाधे गाधे खाए बस पड़े दिज फिर खाए बनाई भात डाली भजा शाग कौन बदमाश टाइम पूरी बदमाश पूरी बदमाश 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 आम भाई शो सांग मैंने बर्तमान तो शोक उठी पाइलु आ बाबू खाली खट पर कौन कर खाली देखते कौन अवस्था कर पकई खट जाक तार मिमी ये गोटे गोटे ये बाजा धरिकी बाजा बजुच आमर पकई दूची अरे मो देह बजाती बाजार बजाती उत्पात अरे तो उत्पात आसु आसु तो उत्पात है बर्तमान माँ पु पूजा कर अरे कैमेरा को पूजा करनी है धीरे धीरे बुला से घर चलो मो पूजा कर पूजा कर रखी सारे हाँ पूजा कर रखी मुंडिया मार से ना आउ काढ़ी के बुलाऊँ ठाकुर काढ़ी के बुलाऊँ मन नहीं रखी देवे ना रखिए रखिए तो रखी पार मुझे पूरा वो है जो रे कैसे गरम जदि नाम करे नमक दे हां मुंडिया मार ये हां
ସାଙ୍ଗମାନେ ବର୍ତ୍ତମାନ ପାଇଁ ନାଇଛୁ ଆମର ହାଟକୁ। ବର୍ତ୍ତମାନ ପୂଜା ଏଇଠି ପରିବା ଟମାଟୋ କିଣୁଛି ପୂଜା ଆମେ ଏଠି ଆପଣ ଏଠି ବୁଲୁଛୁ। ତାପରେ ମୋର ଯେହେତୁ ଆଜି ଗୁରୁବାର ନା ହାଟରେ ପଳେଇଲି ଚାଲିଛି ଆମ ଆଇଲାକୁ ମଙ୍ଗଳାନ୍ତି ପାଖରେ ଯେଉଁ ମୋଟି ସେ ଦେଖାହେଲା ଯେହେତୁ ସେ ଫଗୁ ବିକୁଛି ବାୟା ଗାଲରେ ଆଉ ନାକରେ ଗୋଡ଼େ ଗାଲରେ ଟିକେ ଲଗେଇ ଦେଇଛି ଆମର ଆଉ ନା ଭାଇ। ଆଗ ଫାଷ୍ଟ ହୋଲି ସେଲିବ୍ରେସନ୍ ଆରମ୍ଭ କରିସାରିଲାଣି ଆଉ ଗୋଟେ ପିଲାଟେ ବର୍ତ୍ତମାନ ଖାଇବାକୁ ଡାକିଲା, ମୁଁ ଖାଇବାକୁ ଗଲିନି ବୋଲି ମୋ ହାତରେ ଟାଟୁ କଲା ମୋ ଟାଟୁ ଆଉ ଇଏ ମୋ ଟାଟୁ ବାଲି ଟାଟୁ କଲା ବାଲି ହେଲା। ନିଦ ମାଇଲାଣି ବୋଲି ଡାକୁଛି, ମୁଁ ଶୋଇପଡ଼ିଥିଲି କାମୁଡ଼ିକି ଉଠଉଛି। ଏମିତି କାମୁଡ଼ିକି ଉଠାଏ ଭିଡ଼ିଓ କରୁଛୁ ବୋଲି ରାଗୁଛି ପିଛରେ ପିଲାଟା। ଆଏ ରେ ଟାଟୁ ବାଲି ଆଏ ରେ ଟାଟୁ ବାଲି ଯାହା ନେଜି କର ଆଉ ଗୀତ ଆସୁନି ମୁଁ କ'ଣ କରିବି ଗଲି। କ'ଣ ହେଇଛି ରାତିରେ ଖାଇବା? ଭାତ ଡାଲମା କଲରା ଭଜା ଆଉ ଲେମ୍ବୁ ଲଙ୍କା ଚକୁଡ଼ା। ଚାଲନ୍ତୁ ଯିବା ଖାଇବା। ଆମର ମ୍ୟାଡ଼ାମକୁ ଗୋଳାଗୋଳି କରିସାରିଲା ପରେ ଆମେ ଯିବୁ ଖାଇବାକୁ ଆମ ଟାଟୁ ବାଲି।